ବନ୍ୟା ସୃଷ୍ଟି ରେଖା ପରିଡ଼ା ମୁଁ ଏ ବର୍ଷ ଫାଷ୍ଟ ଆସିଛି ବହୁତ ମୁଁ ଏଇ ପ୍ରଥମ ମୁଁ ଆସିପାରୁନି ଏଥର ଫାଷ୍ଟ ଆସିଛି ବହୁତ ହି ବଢିଆ ଲାଗିଲା ବାଲିଯାତ୍ରା ବୁଲିକି ଆଉ ଲାଇଟ୍ ତ ବହୁତ ହି ବଢିଆ ଲାଗୁଛି ହଁ ଏମିତି ହବ ବୋଲି ବହୁତ ବଡ ଏରିଆରେ ହଉଛି ଆଉ ଖାଇବା ବି ବସ ଥିଲା ଆଉ ବୁଲିଲୁ ବହୁତ ଜାଗା ବହୁତ ଜିନିଷ କିଣାକିଣି କଲୁ ଫଟୋ ବି ବହୁତ ସାରା ଉଠେଇଲୁ ବହୁତ ବଢିଆ ଏକ୍ସପିରିଏନ୍ସ ଥିଲା। କୋଉଠୁ ଆସିଥିଲେ? ମୁଁ ସାଲେପୁରରୁ ଆସିଛି। ହଁ ସବୁଠୁ ବେଷ୍ଟ ଥିଲା ବୋଇତ ବୋଇତଟା ସବୁଠୁ ବଢିଆ ଥିଲା। ମୋ ନାମ ହଉଛି ଚନ୍ଦ୍ରଶେଖର ପଟ୍ଟନାୟକ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଟିକିଲି ଆସିଲେ ମୁଁ ଓକିଲ ଏଠି କରୁଛି ଏଇ ବାଲିଯାତ୍ରା ବିଷୟରେ ଶୁଣି ନାହିଁ ତାପରେ ଏଇ ସାହିତ୍ୟ ଶିଳ୍ପ କହୁଛନ୍ତି ବାଲି ଶିଳ୍ପଟା ସୁଦର୍ଶନ ପଟ୍ଟନାୟକର ସେଟା ବି ତାପରେ ଉଠେଇଥିଲେ ସବୁ ବଢିଆ ହେଇଛି କିଛି ଜିନିଷ ମାନ ସବୁ ଯାକ ପଢି କୁଟି ଡିସିପ୍ଲିନ ସବୁ ଯାକ ରଖିକି ଭଲ ସୁବିଧାରେ ସବୁ ଚାଲିଛି ବଡ ଖୁସି ଲାଗିଲା ମୁଁ ଫାଷ୍ଟ ଟାଇମ ଦେଖିବାର ଏଟା ଫାଷ୍ଟ ଟାଇମ ଦେଖିଲେ ବି ବୁଝିଲେ କି ଆଉ କେତେ ଆରେଞ୍ଜମେଣ୍ଟ ହେଇଛି ଯେ ବଡ ମନ ଆନନ୍ଦ ଲାଗିଲା ଦୁଃଖ ଇରାକ ପରେ ଡିଷ୍ଟର୍ବାନ୍ସ ନ ହଉନି ନିଟ୍ ବ୍ୟବହାର ଚଲେଇଛନ୍ତି ଆଉ କୋଉଠି ବି ଗୋଟେ ଇରା ନ ହଉନି ପୋଲିସ ଆଣ୍ଟି ବି ଶିକ୍ଷା ଦେଇଛନ୍ତି ଲୋକମାନଙ୍କୁ ସେଟା ବି ଭଲ ଜାଗା ଅଛି ଗୋଟେ ଖୁସିର ବିଷୟଟା ଆଉ ଓଡିଶା ସୁଭାଷ ଚନ୍ଦ୍ର ବୋଷ ଜନ୍ମ ଥିବାର ପ୍ଲେସ କଟକ ସେଟା ଗୋଟେ ଆମକୁ ବଡ ସ୍ଫୂର୍ତ୍ତିଦାୟକ ବୁଝିଲେ କି ଏଇ ପ୍ରକାର ବାଲିଯାତ୍ରା ଟା ଆମର ସକ୍ସେସଫୁଲ ହଉଛି ଏଠି ଆସି ଯିବାର ଓଳାଟା ଗୋଟେ ଆନନ୍ଦ ଲାଗିଲା ସବୁ ବର୍ଷ ବି ଆସିବାକୁ ଚାହୁଁଛୁ ଆମେ ପିଲା ବି ଆଣିଛୁ ମୁଁ ତାଙ୍କୁ ବି ବଡ ଖୁସି ହେଲେ ଏଇ ତ ପରିବାର ସବୁ ଯାକ ଏଠି ଥିବା ଆଶ୍ରମ ବିଗ୍ରହ ଯାକ ସବୁ ଯାକ ମାର୍କେଟିଂ ତାପରେ ଆମର ସଂସ୍କୃତିର ସମ୍ବନ୍ଧ ହେବାର ସବୁ ଯୋଉ ଜିନିଷ ଯାକ ଅଛି ଯାହା ମିଳୁଛି ତାହା ଭଲ ଲାଗିଲା ଗୁରୁବାର ଆସୁଛି ମାଗେଶ୍ୱର ଗୁରୁବାର କାହିଁକି ସାମଗ୍ରୀ ସବୁ ଯାକ ଏଠି ମିଳୁଛି ବସ୍ତ୍ର ଯାକ ସୁବିଧାରେ ଅଛି ସବୁ ଯାକ ଲୋକ ଭଲ ଏନ୍ଜୟ କଲେ ମୁଁ ଭାବୁଛି ଆମେ ଏନ୍ଜୟ କଲେ ଲୋକ ବି ଭଲ ଏନ୍ଜୟ କରିଲେ ବୋଲି ଭାବୁଛି ଧନ୍ୟବାଦ 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 ମୋ ନାଁ ପ୍ରକାଶ ମେହେ ମୁଁ ସମ୍ବଲପୁର ଆସିଥିଲି ଆମେ ଗୋଟେ ଗ୍ରୁପ ହେଇକି 6 ଜଣ ବାହାରିକି ଆସିଥିଲୁ ସମ୍ବଲପୁର ବାଲିଯାତ୍ରା ଦେଖିବାକୁ। ଆଜ୍ଞା ବାଲିଯାତ୍ରା କଣ କେମିତି ଲାଗିଲା ଆପଣଙ୍କୁ? ବହୁତ ଭଲ ଏଥର ଗଲା ଥରଠୁ ବେଶୀ ଭଲ ଲାଗିଲା ଲାଇଟିଂ ଡେକୋରେସନ ଯୋଉଟା ଆମର ଭାଷା ସାଇଡ ଦିଆଯାଇଛି ସେ ପର୍ସନ ଟା ମତେ ସବୁଠୁ ଖାସ ଲାଗିଲା ଆଉ ଏଇଠି ଆମର ଯୋଉ ଭାଷା ଉପରେ ଯୋଉ ତାପରେ ଯୋଉ ଏମ୍ଫାସିସ କରିକି କରାହେଇଛି ଡିଜାଇନ ଟା ସେଟା ଅଲଗା ଥରଠୁ ଏଇଟା ମାନେ ଅଲଗା କରିଦେଇଛି ଏଥର ନିଶ୍ଚୟ ଲାଗୁଛି ନା 2025ରେ ଦେଖନ୍ତୁ ଆପଣଙ୍କ ଯୋଉ ଏଇ ପସନ୍ଦ ଟା ମତେ ସବୁଠୁ ବେଶୀ ଭଲ ଲାଗିଲା ଯୋଉଟା କି ଆମ ଆଗରୁ କେବେ ମୁଁ ଦେଖିନଥିଲି ହେଇଥିବ ଆଗରୁ ହେଇଛି ନ ହେଇଛି ମୁଁ କହିପାରିବିନି କିନ୍ତୁ ମୁଁ ନିଜେ ଦେଖିନି ବର୍ଷକ ଆଗର କଥା ମୁଁ ବେଶୀ କିଛି କହିପାରିବିନି ଖାଲି ଏତିକି କହିବି ଯେ ସରକାରଙ୍କ ପ୍ରଚେଷ୍ଟାରେ ଯାହା ହେଇଛି ବହୁତ ଭଲ ଲାଗିଲା ଆଉ ଆମର ମାଝୀ ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ ସେଥିପାଇଁ ବିଜେପି ସରକାରଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।